ସମସ୍ତଙ୍କ ଆଗରେ ନିଜ ସୁନ୍ଦରୀ ପ୍ରେମିକକୁ ଧରି ବାରମ୍ବାର ସମ୍ପର୍କ ରଖି ବେହୋସ କଲା ମୋ ପ୍ରେମିକ। ଏହି କାହାଣୀଟି ସତ୍ୟ ଘଟଣା ଉପରେ ଆଧାରିତ। ଆପଣମାନେ ଯଦି ବିଶ୍ୱାସ କରୁନାହାନ୍ତି ତାହେଲେ ସମ୍ପୂର୍ଣ୍ଣ କାହାଣୀଟିକୁ ଶୁଣି ନିଅନ୍ତୁ। ସମସ୍ତଙ୍କ ଆଗରେ ନିଜ ସୁନ୍ଦରୀ ପ୍ରେମିକାକୁ ଧରି ବାରମ୍ବାର ସମ୍ପର୍କ ରଖି ବେହୋସ କଲା ପ୍ରେମିକ। ନମସ୍କାର ପାଠକ ବନ୍ଧୁଗଣ, ମଝି ରାସ୍ତାରେ କୁଣ୍ଢାକୁଣ୍ଢି ହେଉଛନ୍ତି ପୁଅ ଝିଅ। ସମସ୍ତେ ଲୋକ ସେମାନଙ୍କୁ ଘେରି ଛିଡ଼ା ହୋଇଥିବା ବେଳେ ଏହି ଯୁବକ ଓ ଯୁବତୀଙ୍କ କୋଳ ପୋଲିସ ଛଡ଼ାଇବାକୁ ଚେଷ୍ଟା କରିଲେ ମଧ୍ୟ ସେମାନେ କାହାରିକୁ ଛାଡ଼ୁନାହାନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏମାନେ ମଧ୍ୟ ହେଉଛନ୍ତି ଦୁଇଜଣ ପ୍ରେମୀ ଯୁଗଳ। ରାସ୍ତା ମଝିରେ କୁଣ୍ଢାକୁଣ୍ଢି ହୋଇ କହୁଛନ୍ତି କି ସେ କେବଳ ତାଙ୍କୁ ହିଁ ଭଲ ପାଆନ୍ତି। ଯିଏ ଯାହା କହିଲେ ବି କହୁ ମଧ୍ୟ ସେ ତାଙ୍କୁ ଛାଡ଼ି କେଉଁଆଡ଼େ ହେଲେ ମଧ୍ୟ ଯିବେ ନାହିଁ। ସେମାନେ କୁଣ୍ଢାକୁଣ୍ଢି ହେଉଥିବା ବେଳେ ପୋଲିସ ମଧ୍ୟ ସେଠାରେ ଆସି ପହଞ୍ଚି ତାଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଥିଲା। ହେଲେ ଲୋକଙ୍କ ଭିଡ଼କୁ ଖାତିର ନକରି ସେମାନେ ପରସ୍ପରଠାରୁ ଅଲଗା ହେବାକୁ ଆଦୌ ଚେଷ୍ଟା କରୁନାହାନ୍ତି। କେହି କାହାକୁ ହେଲେ ମଧ୍ୟ ଛାଡ଼ୁନାହାନ୍ତି। ଦୁହେଁ ଦୁହିଁଙ୍କ ବିନା ବଞ୍ଚିପାରିବେ ନାହିଁ ବୋଲି ସେମାନେ କହୁଛନ୍ତି। ଏହି ପ୍ରେମୀ ଯୁଗଳ ଦୁହେଁ 8 ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ହେଲେ ଦୁହିଁଙ୍କ ଜାତି ଅଲଗା ହେବା କାରଣରୁ ଦୁହିଁଙ୍କ ପରିବାର ବିବାହ ପାଇଁ ଆଦୌ ରାଜି ହୋଇନଥିଲେ। ହେଲେ ସେମାନେ ଅଲଗା ହେବା ବଦଳରେ ଦୁହେଁ ଫେରାର ହୋଇ ଦୁହେଁ ଦୁହିଁଙ୍କୁ ବାହା ହୋଇଥିଲେ। ସେତିକିରେ ତାଙ୍କ ପରିବାର ଲୋକ ଚୁପ୍ ହୋଇ ବସିନଥିଲେ। ସେମାନଙ୍କୁ ଅଲଗା କରିବା ପାଇଁ ସେମାନେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ଆଜି ଦୁହିଁଙ୍କ ଭଲ ପାଇବା ଆଗରେ ସବୁକିଛି ହାର ମାନିଛି। ବିହାର ପୋଲିସ ମଧ୍ୟ ଦୁହିଁଙ୍କୁ ଥାନାକୁ ନେବା ସହ ସେଠାରେ ଦୁହିଁଙ୍କ ବିବାହ ମଧ୍ୟ କରାଇ ଦେଇଥିଲା। ଏହାକୁ ନେଇ ଏବେ ସାରା ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କ'ଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲିଯିବେ ନାହିଁ। ଆପଣଙ୍କୁ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।